ଦେଖନ୍ତୁ ଆପଣମାନେ ମଧ୍ୟ ଏହିପରି ସୁଭଦ୍ରା ଯୋଜନା ଫର୍ମଟିକୁ ଫିଲ୍ଅପ୍ କରିପାରିବେ। ଦେଖନ୍ତୁ ପ୍ରଥମ ନାମ ଆଧାର ଅନୁଯାୟୀ ଏଠି ଆପଣଙ୍କ ନାମଟି ଦେବେ, ଆଧାର ସଂଖ୍ୟା ଦେବେ, ତାର ସ୍ୱାମୀ ପିତାଙ୍କ ନାମ ଏଠି ଦେବେ, ତାପରେ ବର୍ଗ ଚିହ୍ନ ଆପଣ ST SC କେଉଁ ଜାତିର କେଉଁ ଶ୍ରେଣୀର ଲୋକ, ତାର ଜନ୍ମ ତାରିଖ ଅଛି ଉପରେ ଜନ୍ମ ତାରିଖ ଦେବେ, ଆପଣ ହ୍ୟାଣ୍ଡିକ୍ୟାପ୍ ହଁ କି ନା, ତାର ଏଇଠି ମୋବାଇଲ୍ ନମ୍ବର ଦେଖ, ଆଧାର ଯେଉଁ ମୋବାଇଲ୍ ନମ୍ବରଟି ଅଛି ସେ ମୋବାଇଲଟି ଦେବେ ଏବଂ ତାପରେ ଏଠି ଆଉ ଗୋଟେ ଭାଇ ବନ୍ଧୁ ଗୋଟେ ରିଲେଟିଭ୍ଙ୍କର ମୋବାଇଲ୍ ନମ୍ବର ଦେବେ। ଜିଲ୍ଲା ଏଠି 10 ନମ୍ବର ହେଉଛି ଗ୍ରାମାଞ୍ଚଳରେ ଯଦି ରହୁଛନ୍ତି 10 ନମ୍ବରଟି ଫିଲ୍ଅପ୍ କରିବେ, ଆଉ ସହରାଞ୍ଚଳରେ ଯଦି ରହୁଛନ୍ତି 11 ନମ୍ବର ଲାଇନ୍ଟି ଫିଲ୍ଅପ୍ କରିବେ। ଆପଣ କେଉଁ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ହେଲେ ଷ୍ଟେଟ୍ ବ୍ୟାଙ୍କ ଏଠି କେଉଁ ବ୍ୟାଙ୍କର ନାଁଟି ଦେବେ। ତାପରେ ଆସିଯିବ ଆମର 6 ନମ୍ବର ଫର୍ମ। 6 ନମ୍ବର ଫର୍ମକୁ ଦେଖନ୍ତୁ, 6 ନମ୍ବର ଫର୍ମର ସବୁଗୁଡ଼ାକ ଯାକ ଟିକ୍ କରିଦେବେ, ନହେଲେ ସୁଭଦ୍ରା ଯୋଜନା ଲାଭ ଉଠାଇପାରୁନି। ସବୁଗୁଡ଼ା ଟିକ୍ କରିଦେବେ, ଏଠି ସିଗ୍ନେଚର୍ କରିଦେବେ ଏବଂ ଏଠି ତାରିଖଟି ଦେଇଦେବେ ଏବଂ এই ଫର୍ମଟି ଆପଣ ଫିଲ୍ଅପ୍ କରିବେନି। এই ଫର୍ମଟି ସେଇ ଗଭର୍ଣ୍ଣମେଣ୍ଟ ଅଫିସର ଯିଏ ଫିଲ୍ଅପ୍ କରିବେ ସେମାନେ ଫିଲ୍ଅପ୍ କରିକି ଆପଣଙ୍କୁ ଲେଖିକି ଏଇଠି ଆପ୍ଲିକେସନ୍ ନମ୍ବରଟି ଦେବେ। ବାସ୍ ରହିଲି, ଧନ୍ୟବାଦ।